जय श्री जगन्नाथ। जय जय श्री जगन्नाथ। जय जय श्री जगन्नाथ। कृष्णाय वासुदेवाय हरये परमात्मने क्लेशनाशाय गोविंदाय नमो नमः। भवानी शंकरौ वंदे श्रद्धा विश्वासो रूपिणौ जभ्यां बीनं न पश्यन्ति सिधा स्वान्त स्थमीश्वरम्। धरित्री आकाश वन्दे पाताले वासुकी तथा मर्त्ये च माधवं वन्दे तं वन्दे सचराचरम्। तं वन्दे सचराचरम्। भगवान श्री श्री जगन्नाथादि चतुर्धा मूर्तिंकर श्री चरणारविंदरे अकिंचन पद्मनाभ हृदयर गभीरतम प्रदेशरु अनंत कोटि प्रणाम ज्ञापन करुछि। जय जगन्नाथ टीवीर दर्शक बंधु आपण मानकु सदा सम्मान पूर्वक प्रणाम। पवित्र पुरुषोत्तम धाम जगन्नाथ धामर अभूतपूर्ण दृश्य आपण माने देखुछंती। भगवान पतित पावन नारायणकर प्रत्येक दिन भली आज मध्य बेश श्रृंगार अन्यपटे वृंदावतींकर पूजा करिवा पाई चौरा मूलरे विशेष भाव हविष्याली माने सेठी प्रस्तुति कार्यक्रम करुछंती। विविध प्रकारर मुरुज पकई राधा दामोदरंकर पूजा, श्री जगन्नाथ महाप्रभुंकर पूजा, अन्यान्य सर्वदेवता मानकर पूजा करिवा पाई सबु व्यवस्था चली। भगवानकर पवित्र पुरुषोत्तम क्षेत्र अनेक दूर दूरांतरु केते भक्त आसीछंती। किए क्यों स्थान रे आसी आश्रय नहीं महाप्रभु को टिके दर्शन करिवा पाई इच्छा आकांक्षा रे आसीथांती। भगवान ये क्षेत्र होचंदी एथिपाई महान क्षेत्र। ए क्षेत्र पुरुषोत्तम अटई नित्य वृंदावन। ए क्षेत्र पुरुषोत्तम क्षेत्र। महाकार्तिक व्रत चली। आज आम कार्तिक पुराणर तृतीय भाग आलोचना करिबा। कार्तिक व्रत संकल्प शुक महामुनि कहिसंती, कारण ये पद्म पुराणर कथा जहाँ कार्तिक पुराण भाव रे प्रसिद्धि रही। तेणु कार्तिक व्रत संकल्प कारण प्रत्येक व्रत आम जहाँ करिबा ता संकल्प कले जाई व्रत करा जाई थाए। सेथिपाई आज सही कथा आम आलोचना करिबा। ए महाकार्तिक मास पवित्र मास भगवानकर स्नान दान जप तप पाई प्रशस्त मास। तेणु कह जाइछि कहले श्रीकृष्णଙ୍କ ଠାରୁ ଏହି
ସୁଧା ବାକ୍ୟ ଶୁଣି ସାଦରେ ପୁଛନ୍ତି ଶକ୍ରାଜିତର ଘରଣୀ। ଶକ୍ରାଜିତର ଦୁଲଣୀ ଅର୍ଥାତ୍ ଶକ୍ରାଜିତର କନ୍ୟା ଯିଏକି ସତ୍ୟଭାମା। ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଅନେକ କଥା ଶୁଣିବା ପରେ ଶକ୍ରାଜିତ କନ୍ୟା କହୁଛନ୍ତି, ଭୋନାଥ କହ କାର୍ତ୍ତିକ ବ୍ରତ କଥା ସାର, ଶୁଣିଲେ କର୍ଣ୍ଣ ପବିତ୍ର ହୋଇବ ମୋହର। ସତ୍ୟଭାମା କହିଲେ, କାର୍ତ୍ତିକ ବ୍ରତ କଥା ଟିକେ ଶୁଣିବି। ହେ ପ୍ରାଣନାଥ, ଆପଣ କାର୍ତ୍ତିକ ବ୍ରତ କଥା ଟିକେ କହନ୍ତେନି। ପ୍ରିୟା ମୁଖୁ ପ୍ରିୟ ବାକ୍ୟ ଶୁଣିୟ ଶ୍ରୀହରି, ଆଉ କାର୍ତ୍ତିକ ମାହାତ୍ମ୍ୟ କଥା କହନ୍ତି ବିସ୍ତାରୀ। ଯେତେବେଳେ ସତ୍ୟଭାମା କହିଲେ, ଭଗବାନ ଦେଖୁଛନ୍ତି ନିଶ୍ଚିତ ଭାବରେ ଏକଥା କହିବା। ଏବେ ଶୁଣ ସଜନୀରେ ମନ କର୍ଣ୍ଣ ଦେଇ, ସଂକ୍ଷେପରେ ଗୋଟି ଗୋଟି କହିବା ବୁଝାଇ। ହେ ସଜନୀ, ତମେ ସ୍ଥିର ଭାବରେ ଶୁଣ, ଗୋଟିଏ ଗୋଟିଏ କରି ମୁଁ ନିଶ୍ଚୟ କହିବି। ଆଉ ପୂର୍ବ ଯୁଗେ ସୂର୍ଯ୍ୟ ବଂଶେ ପୃଥୁ ନରପତି, ପୁତ୍ର ସମ ପରଜାଙ୍କୁ ପାଳନ କରନ୍ତି। ପୃଥୁ ବୋଲିକି ଜଣେ ରାଜା ଥିଲେ, ସେ ପୁତ୍ର ଭାବରେ ତାଙ୍କର ପ୍ରଜାମାନଙ୍କୁ ପାଳନ କରନ୍ତି। ଧର୍ମ କଥା ଶୁଣିବାକୁ ସଦା ତାଙ୍କ ମନ, ମୁନି ଋଷିଙ୍କ ଚରଣେ ପୂଜେ ଅନୁଦିନ। ଦିନେ ନାରଦ ମୁନିଙ୍କ ନିକଟେ ବସାଇ, କାର୍ତ୍ତିକ ବ୍ରତ କଥା ପୁଛନ୍ତି ନର ସାଇ। ନାରଦଙ୍କୁ ପୃଥୁରାଜ ଡାକିକିରି ପଚାରିଲେ, କହିଲେ ଟିକେ କାର୍ତ୍ତିକ ବ୍ରତ କଥା ମହର୍ଷି ନାରଦ ଆପଣ ତ ସବୁ ଜ୍ଞାତା, କୁହନ୍ତୁ। ଆହେ ମୁନିବର ଶୁଣ ବଚନ ମୋହର, ଧର୍ମ କଥା କହି ମୋର ମନ ଶାନ୍ତି କର। କହ କେବଳ ଧର୍ମରେ ମୁକ୍ତି ଲୋଭେ ପ୍ରାଣୀ, ଆଉ ସେହି କଥା କହ ମୋତେ କହ ଶିବ ଖାଣି। ଆପଣ ଟିକେ ସେ କଥା କୁହନ୍ତୁ, କାରଣ କୁହାଯାଇଛି ନାରଦ କହନ୍ତି ରାଏ ମନ ଦେଇ ଶୁଣ, ସଂକ୍ଷେପୀ କହିବା ମୁଖ୍ୟ ଧର୍ମର କାରଣ। କାର୍ତ୍ତିକ ବ୍ରତର ଧର୍ମ ଫଳ ଏହିପରି, ଆଉ ଏ ଧର୍ମରେ ମୁକ୍ତି ଲଭନ୍ତି ନର ନାରୀ। ଅଶେଷ ଜନ୍ମର ପାପ ଦୁଷ୍କୃତ ନାଶନ୍ତି, ଅନ୍ତିମେ ବୈକୁଣ୍ଠପୁରେ ନିବାସ କରନ୍ତି। ଏବେ ଶୁଣ ନରପତି କହିବା ବିସ୍ତାରୀ, ପୂର୍ବେ ବିଧାତା ବିଷ୍ଣୁଙ୍କ ଆଜ୍ଞା ଶିରେ ଧରି, ଅମର ସଭା ମଧ୍ୟରେ ଯାଇ ପ୍ରବେଶିଲେ, କାର୍ତ୍ତିକ ବ୍ରତର କଥା
ଆରମ୍ଭି ବସିଲେ। ସେ କଥା କହିବା ଏବେ ଶୁଣ ଶ୍ରୁତି ଦେଇ, ଶୁଣି ପୃଥୁ ନରପତି ଆନନ୍ଦିତ ହୋଇ। ବିଶେଷ ଭାବରେ ନାରଦ ମହର୍ଷି ସେଇ ବିଧାତାଙ୍କର କଥା, ଭଗବାନ ବ୍ରହ୍ମାଙ୍କର କଥା, କ'ଣ ବ୍ରହ୍ମା କହିଛନ୍ତି କାର୍ତ୍ତିକ ବ୍ରତ ସମ୍ପର୍କରେ, ସେଇ କଥାଟି କହୁଛନ୍ତି ପୃଥୁରାଜଙ୍କୁ। କାର୍ତ୍ତିକ ଶୁକ୍ଳ ପକ୍ଷ ଯେ ଏକାଦଶୀ ଦିନ, ଉପବାସେ ଥାଇ ବ୍ରତ କରିବ ପାଳନ। ଆଉ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ ବହନେ କରିବ, ଗ୍ରାମ ଉପାନ୍ତେ କର୍ମାଣି ଅର୍ଥେ ଚଳିଯିବ। ଉତ୍ତରକୁ ମୁଖ କରି ତିନି ତାଳି ମାରି, ଆଉ ଶୌଚ ଅର୍ଥେ ମୂର୍ତ୍ତିକା କିଛି ଥିବ ଧରି। ଉତ୍ତରକୁ ମୁଖ କରି ବିଶେଷ ଭାବରେ ତିନି ତାଳିକୁ ମାରି, ଉତ୍ତରକୁ ମୁଖ କରି ଶୌଚ ମୂର୍ତ୍ତିକା ଇତ୍ୟାଦି ଧରି, ଆଉ ଗୁହ୍ୟ ଲିଙ୍ଗ ଦ୍ୱାର ଯତନେ ନିର୍ମଳ କରିଣ, ଗୃହେ ଫେରି ବେନି ପାଦ ଜଳରେ ଧୋଇଣ। ଆପଣମାନେ ଦେଖିବେ ଆଜିକାଲି ତ ଆଉ ସେ ବ୍ୟବସ୍ଥା ନାହିଁ, କାରଣ ପ୍ରାୟତଃ ସମସ୍ତଙ୍କର ଘରେ ଶୌଚାଳୟ ହେଇଗଲାଣି। ପୂର୍ବ କାଳରେ ସବୁ ବିଭିନ୍ନ ପ୍ରକାର ପୁଷ୍କରିଣୀ ପାଖାପାଖି ଯାଇ ବାହାରେ ସବୁ ଶୌଚ ବ୍ୟବସ୍ଥା ହେଉଥିଲେ। ତେଣୁ ଏ ପ୍ରାଚୀନ ବ୍ୟବସ୍ଥା ତୀର୍ଥ ପୁଷ୍କରିଣୀ ମାନଙ୍କୁ ଗଲେ ମଧ୍ୟ ଯେଉଁଠି ସୁବିଧା ସେହି ଅନୁସାରେ ମଧ୍ୟ କରାଯାଇଥାଏ। ତେବେ ତହୁଁ ପରେ ସ୍ନାନ ଅର୍ଥେ ଜଳ ଘାଟେ ଯିବ, ଦନ୍ତ ଧାବନ ନିମନ୍ତେ କାଠି ନେଇଥିବ। ସମିଧ କଣ୍ଟକ ଯେ ଦୁର୍ଗନ୍ଧ ତରୁ ତୃଣ, ଏମନ୍ତ ଯେ ଦାନ୍ତ କାଠି କରିବ ବର୍ଜନ। କାରଣ କଣ୍ଟକ ଆଦି ଦାନ୍ତ କାଠିକି ବର୍ଜନ କରାଯାଇଛନ୍ତି। କିବା ପଣାରୁ ପିଲା ବୃକ୍ଷ ହୋଇଥିଲେ, କଦାଚିତ ତାହା ନ ଭାଙ୍ଗିବ କେତେବେଳେ। ଯଦି ନିଜେ ଯେଉଁ ଗଛ ଲଗେଇଥିବ ସେ ଗଛର ଦାନ୍ତ କାଠି ମଧ୍ୟ ନେବ ନାହିଁ। ଆଉ ଏତେ ଛାଡ଼ିଆ ନ କାଠି ବହନେ ଆଣିବ, ନହିଲେ ଉଦକ ପାତ୍ରେ ଦାନ୍ତକୁ ଘଷିବ। ଚତୁର୍ଥୀ ଯେ ଅମାବାସ୍ୟା ଷଷ୍ଠୀ ଏକାଦଶୀ, କିଏ ବା ଗ୍ରହଣ ହୋଇଥିବେ ରବିଶଶୀ। ଏହି ଦିନ ମାନଙ୍କରେ ଦାନ୍ତ ନ ଘଷିବ, କେବଳ ଦ୍ୱାଦଶ ବାର ଜଳେ ଧୌତ କରିବ। ନାଭି ପର୍ଯ୍ୟନ୍ତେ ଜଳ ମଧ୍ୟରେ ପଶିବ, ସ୍ନାନ ମନ୍ତ୍ର ପଢ଼ି ଜଳେ ସ୍ନାନ କରିବ। ଯେଉଁ ସ୍ଥାନରେ ଆପଣମାନେ ସ୍ନାନ କରନ୍ତୁ, କିନ୍ତୁ ସେଠାରେ ସେ ଦେବତାମାନଙ୍କୁ, ଗଙ୍ଗା ସରସ୍ୱତୀ ଯମୁନା ସବୁ ତୀର୍ଥମାନଙ୍କୁ ହେଉଛନ୍ତି ସ୍ମରଣ କରି ସ୍ନାନ କରିଲେ ନିଶ୍ଚିତ ହେଉଛନ୍ତି ତୀର୍ଥର ଫଳ ମିଳିଥାଏ। ଏବଂ କହିଲେ ଆଦି ଦେବ ଲକ୍ଷ୍ମୀପତି ବୋଲି ସ୍ତୁତି ଭଣୀ, ଆପଣାର କୃତ କର୍ମ କରିବ ବଖାଣି। ଦେବ ଦେବ ଜନାର୍ଦ୍ଦନ ନାମ କୁସୁମରି, ବ୍ରତ ପାଳନ କରିବ ଅତି ଯତ୍ନ କରି।
कार्तिक व्रतर फल प्राप्त हेउ मोते दूर हो जाऊ पूर्व पाप ताप जेते। यही कथा भगवान को स्मरण करिकिरी कहिब प्रभु ए कार्तिक व्रत जो व्रत ये व्रतर फल मते प्राप्ति हो पुत्र पौत्र आदि मोर सुखरे रुहंतु एवं भगवान कर पाद पद्म मन को लगे तांकर ध्यान ही करिब ए कथा कह जाइछि। आउ जीवंतेन सुख अंते लभिबु मुक्ति एही आज्ञा हेउ मोते आहे लक्ष्मीपति। स्नान सारी एते बोली सूर्य अर्घ्य देव कर जोड़ी दिन नाथे दर्शन करिब। आमर स्नान परे भगवान सूर्य नारायण जे होचंती समस्त देवता मानक मध्यरे सूर्य नारायण होचंती प्रकाश देवता कारण से सदाबेले प्रकाश होई कि थांती। से दीननाथ भगवान को स्मरण करिब। नमो नमो दीननाथ दामोदर मूर्ति कार्तिक मासरे तव जल मध्ये स्थिति मुक्ति मानसे मोर तव पादे ध्यान अंजलि रे जल धरी करुछि दयिन। हे संज्ञा वल्लभ मोरे अनुकंपा कर अशेष जन्महर पाप ताप हेउ दूर। एही भावे स्तुति भणी जले करी स्नान कार्तिक व्रतरे निवेशिब निज मन। कोटि अश्वमेध यज्ञ फल प्राप्त हेब आउ जीवंतेन सुखे अन्ते वैकुंठे वसिब। भगवान व्रत मानक मध्य श्रेष्ठ व्रत कार्तिक व्रत जी करे निश्चित भाव रे तार जन्म जन्मांतर पाप ताप नाश होता है। तेणु रंगयुक्त वसन पिंधि केते बेले देवंकु जे पदम योनि बुझाई कहिले। रंगयुक्त वसन को पिंधिबा पाई बारण करा जाइछि। आउ जतन रे धोला वस्त्र करी परिधान तदंतरे देवालये करिब गमन। जीवन देशरे जेहू देवालय थिब तहु जाई सही देव पयोरे पूजिब। भगवान श्री जगन्नाथ महाप्रभु को प्रातः काल मध्य भक्त माने दर्शन करी फेरुछंती। अनेक दर्शन करने पाई भी चली विशेष भाव में नीलचक्र दर्शन होती प्रातः काल पतित पावन बाना नीलचक्र यू दर्शन होची। तेणु विशेष रे हरिहर आले नीति जाई भक्ति रे पूजिले बहु तर पुण्य पाई। कार्तिक मासे पूजिब देई गोदाधर भक्ति चिते शिरे बढ़ाइब कनियर। ओरख दुदुराजे गईस मल्ली फूल ए पंच पुष्पे विष्णु को पूजिब केवल। आउ कार्तिक व्रतर कथाई मंतटई सत्यभामा को कहिले
प्रभु भावग्राही। सत्यभामा को भगवान श्री कृष्ण सुंदर भाव रे कार्तिक व्रत संकल्प संपर्क रे कहउछंती। कहले पद्म पुराण उत्तर खंडे रचित वर्णना होइछे जे कार्तिक महाव्रत। हरि बोल हुल हुली दियो साधु जने आउ भणे दासनाक पाल अधम अज्ञाने। विशेष भाव रे कार्तिक व्रत संपर्क रे भगवान श्री कृष्ण सत्यभामा को कहते। कारण यहाँ पर कार्तिकर जो उद्यापन विधि महाकार्तिक व्रत रे गोटे उद्यापन विधि अच्छी। से उद्यापन विधि संपर्क रे कह जाइछि। कहंती नारद मुनि सुन नृपवर कार्तिक महाव्रतर विधि जे प्रकार। जगज्जन हिते एहा प्रकाश होइछि। विष्णुंकर प्रियवत व्रत पुराण रे अछि। कार्तिक मासरे जहा करिब वर्जन से कथा कहिबा राय मन देई सुन। दर्शक बंधु कार्तिक मासरे कौन कौन सब वर्जन करिबा कथा कारण वर्जित करिबा कथा ये अनेक नीति नियम रही। भगवानकर ये महाकार्तिक व्रतर जो मान करती एवं कार्तिक मासरे वर्जन पदार्थ जहाँ रही ताको सब वर्जन कले आमर कल्याण होता है। तेणु मद मांस आमिष भोजन न करिब कोलथ सहिते सबु त्याग करिदेव। कंटा फल कियबा कुष्मांड मधुराल अगस्ती को छाड़ी आने तेजीव सकल। लेंबु जंबिल मूला ककड़ा एबेते द्रव्य आउ कार्तिक रे एते द्रव्य त्याग करिदेव। अजा मईशिक क्षीर न भक्षिब तिले एते द्रव्य को त्याग करिब अवहेले। मईशी क्षीर छेली क्षीर लेंबू एभली भाव रे अनेक परिबा कारण कंटक आदि परिबा जहाँ सात्विक परिबा ताही होउचंती भोग करिवो ये सब कथा कह जाइछि। कारण सात्विक परिवार ऋषि हेले प्रभु को भोग हब। एतत व्यतीत सुसंगे रही कुसंग थिब परिहरी कलह क्रोध हिंसादि देव त्याग करी। कली कजिया हिंसा एगुड़िक मध्य वर्जन करिबा विधेय। असत्य वचन जे कियबा निंदा खल कार्तिक मासे वर्जन करिब सकल। स्त्री सहवास केवे उचित नुहई कहंती नारद सुन पृथु नर साई। एभली कि कार्तिक व्रतरे स्त्री सहवास मध्य बंद कर दिया जाइछि। एई कथा भगवान नारद मुनि पृथुराजा को कहउछंती। कहले ग्राम्य गीत नट नाट्य करिब वर्जन वृक्ष आरोहण न करिब कदाचन। कस्मिन काले कौन सी वृक्ष चढ़ा को मध्य मना करा जाइछि।
ଆବର ସଲିଳ ମଧ୍ୟେ କେବେ ନ ପହଁରି କିଅ ବା ଭୁଜଙ୍ଗ ତୁଲେ କୌତୁକ ନ କରି ପରଲୋକଙ୍କର ବଶବର୍ତ୍ତୀ ନ ହୋଇବ ପରପାକ ଅର୍ଣ୍ଣ କେବେ ଗ୍ରାସ ନ କରିବ। ଆଉ କାର୍ତ୍ତିକ ବ୍ରତରେ ଯାହା କରିବ ଭୋଜନ ସେ କଥା କହିବା ଏବେ ମନ ଦେଇ ଶୁଣ। କାର୍ତ୍ତିକ ମାସରେ ଆପଣମାନେ କ'ଣ କ'ଣ ସବୁ ଖାଇବେ, କ'ଣ ସବୁ ବର୍ଜନ ରହିଲା ଏ ସମ୍ପର୍କରେ ଆମେ ଆଲୋଚନା କରିବା। ସେ କଥା କହିବା ଏବେ ମନ ଦେଇ ଶୁଣ। ଜୀବନ ଧାନ ଆଣିବ ହବିଷ୍ୟ ଭୋଜ କରିବ କାର୍ତ୍ତିକ ବ୍ରତରେ ଯାହା କରିବ ଭୋଜନ। ସେ କଥା କହିବା ଏବେ ମନ ଦେଇ ଶୁଣ। ଜୀବନ ଧାନ ଆଣିବ ହବିଷ୍ୟ ନିମନ୍ତେ ରଙ୍ଗଯୁକ୍ତ ଧାନ ନ ଭକ୍ଷିବ କଦାଚିତେ। କୌଣସି ରଙ୍ଗଯୁକ୍ତ ଧାନ ବିଶେଷ ଭାବରେ ହେଉଛନ୍ତି କାର୍ତ୍ତିକ ବ୍ରତରେ ତାର ଚାଉଳକୁ ବ୍ୟବହାର କରାଯାଏ ନାହିଁ। ସାତ୍ୱିକ ଅନ୍ନ ତେଣୁ ଶରଦ ଅନ୍ତେ ଯେ ଧାନ ଅମଳ ହୁଇ ଅତି ଯତ୍ନେ ସଞ୍ଚିବ ହବିଷ୍ୟ ଅନ୍ନ ପାଇଁ। ସେହି ଧାନର ଚାଉଳ ହବିଷ୍ୟ କରିବ ସୁଧ ପାତ୍ରେ ବାଢ଼ି ଅନ୍ନ ଯତନେ ଭକ୍ଷିବ। କାର୍ତ୍ତିକ ବ୍ରତ ଅର୍ଥେ ଯା ମନରେ ସଂକଳ୍ପୀ ବିଶେଷରେ ଶୁଣ ତାହା କହିବା ସଂକ୍ଷେପୀ। ଜୀବନ ଲୁଣ ଅଗ୍ନି ଅପାକ ହୋଇଥିବ ହବିଷ୍ୟ ଅର୍ଥେ ତାହାକୁ ଯତନେ ଆଣିବ। ବ୍ରାହ୍ମଣ ଘର ଗୋ କ୍ଷୀର ଘୃତ ଯେ ଲବଣୀ ଜ୍ଞାନେ ଅବା ଅଜ୍ଞାନରେ କେବେ ନ ଆଣି। ବ୍ରାହ୍ମଣ ଘରୁ କେବେ ଗୋ କ୍ଷୀର ଯିଏକି ଦୁଗ୍ଧ ଲବଣୀ ଘୃତ ଏସବୁ ଆଣିବାକୁ ମନା କରାଯାଇଛି। ତେଣୁ ସ୍ପର୍ଶ ନ କରିବ ତାହା ମଧ୍ୟ ପାଇଜନ ଏତେକ କଥାରେ ସଦା ଥିବ ସାବଧାନ। କାକୁଡ଼ି ବହୁ ବୀଜ ବନ୍ତଳ ଯେଉଁ ଫଳ ସାରୁ ସହିତରେ ଏହା କାର୍ତ୍ତିକ ସଫଳ। ଆର୍ଦ୍ରକର ମୂଳ ଅଗ୍ରଭାଗକୁ ଯତନେ ସୁଧ ପାତ୍ରେ ସମ୍ପାଦିବ ହରଷିତ ମନେ। ଯାହାକୁ ଯେ ବଣ ଭାବେ ଯେ ଦ୍ରବ୍ୟ ମିଳିବ ଯାହା ହେଉ ପଛେ କେବେ ବିମୁଖ ନ ହେବ। ଶାଳ ପତ୍ର ଶାଳ ପଣସରମ୍ଭା ପଲାଶ ବଟ ପତ୍ର ଏମାନଙ୍କୁ ବର ଜିଣ ଆଣିବ ଅନ୍ୟତ୍ର। ସୋରିଷର ସରେ ଅଙ୍ଗ ମାର୍ଜନା କରିବ ଏକଥାକୁ ଅନ୍ୟଥା ବୋଲି ନ ଭାବିବ। ପୂର୍ବକୁ ମୁଖ କରିନ ବସିବ ଯତନେ ହସ୍ତରେ ତୁଳସୀ ଜଳ ଘେନି ଦୃଢ଼ ମନେ। ସନ୍ତୋଷରେ ଜନାର୍ଦ୍ଦନେ କରି ନିବେଦନ ହବିଷ୍ୟ ଅନ୍ନ ବିଷ୍ଣୁଙ୍କୁ
करिब प्रदान। भगवान विष्णु को जहा पाक करिब ताहा विष्णु को होउछन्ति आग निवेदन करिब प्रदान करिब। तहु परे अवशेषे प्रभु जहा वंचिथिब संतोष चितरे ताहा आपना भुंजीब। वाक्यालापन करिब भोजन कालरे शुद्ध जले आचमन करिब सत्वरे। उत्तम स्थान रे बसी श्रद्धा चित्त होई राम गोविंद नाम को हृद पद्मे ध्याई। संध्या बेले तुलसी मूलरे दीप देव निष्ठा पर चित्ते जान जागर जालिब। भगवानकर जहा सबू विशेष भाव रे विधि विधान रही महाकार्तिक मासरे जो विधि विधान अनुसार प्रभुंकर सेवा करा जाए पूजा करा जाए से संपर्क रे आमे जहाँकि कार्तिक पुराण रे आलोचना करुचे। विष्णु देवंक पयरे करी नमस्कार अशेष जन्मर पाप तार हेब दूर। जेउ लोक कार्तिक रे दिए दीपदान धन्य सेहि लोक धन्य ताहार जीवन। कोटिए जन्मर जान थिले पाप दोष अवहेले से समस्त हुई विनाश। अंतिमे विष्णु लोकरे बसंती जे जाई कार्तिक व्रत माहात्म्य एमंत टोई। कार्तिके स्नान कार्तिक करे जेउ दीजन ताहार जे पुण्य फल अति कथन। श्रीमुखरे नारायण कहिछन्ति एहा स्वयं देव जनार्दन बोली जान ताहा। तेणु कार्तिक मासरे स्नान को मध्य गुरुत्व दि जाइछि। जेकोसी नदी जल तीर्थ पुष्करिणी इत्यादि रे स्नान करी भगवान केशव को पूजन करिब। एवं आउ गोटे उद्यापन विधि रही। तेणु कार्तिकर उद्यापन विधि शुण राई संक्षेपरे कहिबाए ठारे थो काए। शुक्ल चतुर्दशी दिन एमंत करिब शुक्ल चतुर्दशी दिन एमंत करिब। तुलसी मूलरे एक मंडल स्थापिब चारि दिगकु करिब चारि गोटी द्वार। तुलसी मंडप विधि एमंत प्रकार तथि परे चंद्रातप करिब
ହେଣି ବିବିଧ କୁସୁମ ଦେଇ କରିବ ମଣ୍ଡଣୀ। ମହାକାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଯାହାକି ଉଦ୍ଯାପନ ବିଧି ସ୍ୱତନ୍ତ୍ର ଭାବରେ ରହିଛି। 4ଟି ଦ୍ୱାର କରି ତୋରଣ ବାନ୍ଧି ଉପରେ ଚନ୍ଦ୍ରାତପ ଚାନ୍ଦୁଆ ଦେଇ ଭଗବତୀ ମା ବୃନ୍ଦାବତୀଙ୍କୁ ରଖି ଏ ଉଦ୍ଯାପନ ବିଧି କରାଯାଇଥାଏ। ତେବେ ଆମେ ଭଗବତୀ ମା ବାଟମଙ୍ଗଳାଙ୍କ ଦର୍ଶନ କରୁଛେ। ସର୍ବମଙ୍ଗଳ ମାଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ମା ଭଗବତୀ ଜଗଜ୍ଜନନୀ ଜଗଦମ୍ବା ଭଗବତୀ ମା ବାଟମଙ୍ଗଳା ଯାହାଙ୍କର ଦର୍ଶନ ସୁନ୍ଦର ଭାବରେ ଆମେ କରୁଛେ। ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ମା ଦର୍ଶନ ଦେଉଛନ୍ତି ଅନେକ ଭକ୍ତମାନେ, ଯେଉଁମାନେ କି ଭୁବନେଶ୍ୱରରୁ ଆସୁଛନ୍ତି ଜଗନ୍ନାଥ ସଡ଼କ ଦେଇ। ସେମାନେ ମା ସେଇ ବାଟମଙ୍ଗଳାଙ୍କର ପବିତ୍ର ଦର୍ଶନ କରି ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ପ୍ରଭୁଙ୍କର ଦର୍ଶନ କରିବେ। ମହାକାର୍ତ୍ତିକ ମାସ ବିଶେଷ ଭାବରେ ଭଗବତୀଙ୍କର ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଅନେକ ଭକ୍ତମାନେ ମଧ୍ୟ ଆସିଥାନ୍ତି। ଆମେ ଏହି ଅବସରରେ ମଧ୍ୟ କାର୍ତ୍ତିକ ପୁରାଣ ସମ୍ପର୍କରେ ଆଲୋଚନା କରୁଛେ। ସେ ପାଖରେ ମା ବାଟମଙ୍ଗଳା ଅନେକ ଭକ୍ତ ଶ୍ରଦ୍ଧାଳୁମାନେ ମଧ୍ୟ ଆଜି ବି ଦର୍ଶନ କରୁଛନ୍ତି, ମାଙ୍କୁ ମୁଣ୍ଡିଆ ମାରୁଛନ୍ତି, ପାଦୁକ ପାଉଛନ୍ତି। ମାଙ୍କର ପାଦ ପଦ୍ମରେ ନିବେଦନ କରି ଦର୍ଶନ ସାରି ମା ମାନେ ଏବଂ ଭକ୍ତମାନେ ସେଠାରୁ ପ୍ରସ୍ଥାନ କରୁଛନ୍ତି। ବିଶେଷ ଭାବରେ ସେ ଦୃଶ୍ୟ ମଧ୍ୟ ଆସୁଛି। ତେବେ ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ସ୍ଥାନ ଇଏ, ଯେଉଁ ପବିତ୍ର ସ୍ଥାନରେ ଭଗବାନ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯେଉଁ ଭକ୍ତମାନେ ଭୁବନେଶ୍ୱରରୁ ବିଶେଷ ଆସିଥାନ୍ତି, ସେମାନେ ରାସ୍ତାରେ ଯାହାକି ବାଟମଙ୍ଗଳାଙ୍କର ଦର୍ଶନଟି ହୋଇଥାଏ। ପୁରୀର ହେଉଛନ୍ତି ଦ୍ୱାର ଦେଶରେ, ତେଣୁ ସେଇ ବାଟମଙ୍ଗଳାଙ୍କର ଦର୍ଶନ ଆମେ କରୁଛେ। ସର୍ବବାଧା ପ୍ରଶମନମ୍ ତ୍ରୈଲୋକ୍ୟସ୍ୟାମ୍ ଖିଳେଶ୍ୱରୀ ଏବଂ ଏବ ତୟା କାର୍ଯ୍ୟଂ ଅସ୍ମଦ୍ ବୈରୀ ବିନାଶନମ୍। ନାରଦ ପୃଥୁରାଜାଙ୍କୁ ଯାହା କହିଥିଲେ ଭଗବାନ ସେ କୃଷ୍ଣକୁ ମଧ୍ୟ କହୁଛନ୍ତି ସେଇ କଥା। ତେଣୁ ଶୁକ୍ଳପକ୍ଷ କାର୍ତ୍ତିକ ମାସ ଚତୁର୍ଦ୍ଦଶୀରେ ଉଦ୍ଯାପନ ବିଧିର ବ୍ୟବସ୍ଥା। ଏତତ ବ୍ୟତୀତ ତୁଳସୀ ମୂଳେ ଗୋମୟ ଲେପନ କରିବ, ତହିଁରେ ବିଷ୍ଣୁ ଦେବଙ୍କୁ ଯତନେ ସ୍ଥାପିବ। ପଞ୍ଚବର୍ଣ୍ଣ ମୁରୁଜରେ ଚିତ୍ର ଆଙ୍କି ଦେବ, ଚାରିଦ୍ୱାରେ ଚାରିଦ୍ୱାର ପାଳଙ୍କୁ ରଖିବ। ଆଉ ପୂର୍ବ ଦ୍ୱାରେ ଅତିଶୀଳ, ଦକ୍ଷିଣେ ସୁଶୀଳ, ପଶ୍ଚିମ ଉଜୟ, ଉତ୍ତରରେ ବିଜୟ ଦେବଳ। ଚିତ୍ରାକାରେ ଅଷ୍ଟପତ୍ର କମଳେ ତିଆରି, ତହିଁର ନିକଟେ ମହାଲକ୍ଷ୍ମୀ ସ୍ଥାନ କରି। ତେଣୁ ବିଶେଷ ଭାବରେ ଗୁଆ ଘୃତ ନେଇ ତହିଁ ଦେବ ଦୀପଦାନ, ଉଜାଗରେ ଥାଇ ରାତ୍ର କରିବ ଯାପନ। ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ମନରେ ସୁମରି, ସେତିନିକି ଆସ ନେବ ସାଇ ଯତ୍ନ କରି। ତାଙ୍କ ନାମେ ପୂଜା କରି ପୁଲକିତ ମନେ, ଯଥା ବିଧାନରେ ଚାରି ପୂର୍ଣ୍ଣ କଳସ ସମାନ ସ୍ଥାପିବ ତା ନାମେ।
ଯଥା ବିଧାନରେ ଚାରି ଦ୍ୱାରଙ୍କି ବିପୁ ଜୀବ ଜଗତାଧିପକୁ ଗନ୍ଧ ପୁଷ୍ପ ଦେବ ବିବିଧ ପ୍ରକାରେ ନାନା ଉପହାର ଦେବ ମନ୍ତ୍ର ସୁମରି ସଭିଙ୍କୁ ସୁସ୍ଥେ ଦେବ ଭୋଗ ଶ୍ରୀହରିଙ୍କ ନାମ ସ୍ମରି ରଜନୀ ପୁହାଇ ନିଶା ଅର୍ଦ୍ଧେ ଶୁଦ୍ଧ ଜଳେ ସ୍ନାନ ଶୌଚ ହୋଇ ବିଶେଷ ଭାବରେ ପୂଜା ନିକଟରେ ଯେତେ ଦ୍ରବ୍ୟ ରଖିଥିବ ଆଉ ମନ୍ତ୍ର ପଢ଼ି ସମସ୍ତଙ୍କୁ ସୁସ୍ଥେ ଭୋଗ ଦେବ ପ୍ରତ୍ୟେକ ଦେବତାମାନଙ୍କୁ ମନ୍ତ୍ର ପଢ଼ି ତାଙ୍କର ଭୋଗ ଟିକି କରିବ। ଏସବୁ କଥା ଉଦ୍ଯାପନ ବିଧିରେ କୁହାଯାଇଛି। ତେଣୁ ଚାରି ଦ୍ୱାରରେ ସବୁ ଦେବତାମାନେ ଉତ୍ତମ ବିପ୍ରଙ୍କୁ ତହିଁ କରି ନିମନ୍ତ୍ରଣ ତିଳ କାଞ୍ଚନ ସହିତେ ଦେବ ଗୋରୁ ଦାନ ବୋଲିବ ହେ ବିପ୍ର ମୋତେ କର ସୁକଲ୍ୟାଣ ବିଧି ମତେ ଦେବତାଙ୍କୁ ଧନରତ୍ନ ଦାନ କାର୍ତ୍ତିକ ବ୍ରତରେ ଯାହା ଯାହା ଥିବ ଛାଡ଼ି ଯତନରେ ସେ ସବୁକୁ ଆଣିଦେବ ଲୋଡ଼ି ସେ ସମସ୍ତ ବିପ୍ର ହସ୍ତେ କରିବ ପ୍ରଦାନ ଅବହେଳେ ଅବଳିତ ବହୁତର ପୁଣ୍ୟ ଏହି ପ୍ରକାରେ ଧନ ରତ୍ନମାନ ଦେଇ ପୂଜିବ ଗୁରୁଙ୍କ ପାଦ ମନେ ଶ୍ରଦ୍ଧା ବହି ଏଭଳି ଭାବରେ ଗୁରୁଙ୍କର ପାଦ ପଦ୍ମକୁ ହେଉଛନ୍ତି ଧ୍ୟାନ କରିବ। କାରଣ ଗୁରୁ ହେଉଛନ୍ତି ସବୁଥିରେ ମହାନ। ତେଣୁ ଗୁରୁଙ୍କୁ ହେଉଛ ଏଥିପାଇଁ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଇଛି। ଯେଉଁ ଗୁରୁଙ୍କର ଦର୍ଶନ କଲେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ପୂଜିବ ଗୁରୁଙ୍କୁ ପାଦ ମନେ ଶ୍ରଦ୍ଧା କରି ତାଙ୍କ ପାଦ ପଦ୍ମକୁ ପୂଜନ କରିବ ବଡ଼ ଶ୍ରଦ୍ଧାର ସହିତ ବୋଲି କୁହାଯାଇଛି। ଆଉ ନୀତି ପାୟ ସଦଧିରେ ଅନନ୍ତ ଦେବଙ୍କୁ ଭକ୍ତି ଭରେ ସୁମରିବ ଅଲେଖ ନାମକୁ ବିପ୍ରଙ୍କୁ ଦକ୍ଷିଣା ଦେଇ ଗୃହେ ବାହୁଡ଼ିବ ଯଥାବିଧି ବିଧାନରେ ବ୍ରତକୁ କରିବ ପ୍ରଥମରେ ଯେଉଁ ଦିନ ଦୀପ ଦାନ ଦେବ ବନ୍ଧୁ କୁଟୁମ୍ବଙ୍କ गे ସୁଖରେ ରଭିବ ଷଡ଼ର ସେ ପାକ ସମ୍ପାଦିତ ଯତନରେ ଭୋଜନ କରିବ ପକ୍ଷ ନରଖି ବାହାରେ ବିଶେଷ ଭାବରେ ସାତ୍ବିକ ଭୋଜନ କରି ଆଉ ଏହି ପ୍ରକାରେ ବ୍ରତ ପାଳନ୍ତି ଯେ ଜନ ତାଙ୍କ ଧର୍ମ କଥା କେହୁ କରିବ ବର୍ଣ୍ଣନ ନର୍ମଦାରେ ଯାଇ ଯେହୁ କରନ୍ତି ସ୍ନାନ ଗୋଦାବରୀ ପ୍ରୟାଗର ମିଳେ ଯେଉଁ ଜନ ବୈତରଣୀ ଗୋମତୀ ଯେ ରେବା କୃଷ୍ଣାବେଣୀ ଏଥି ସ୍ନାନ କଲେ ଯେହୁ ଫଳ ଲଭେ ପ୍ରାଣୀ ଚନ୍ଦ୍ରଭାଗା ଚିତ୍ରୋତ୍ପଳା ପୁଣି ବିଷ୍ଣୁ ଶିଳା ବ୍ରହ୍ମମାନ ସରୋବର
पुराणे लेखिला सुवर्ण रेखा जे मधुमती जले स्नान पापनाशिनी गंगारे जाई जे पुण्य सरजुषिरे गंगा से ऋषि कुल्या घेनी तही स्नान कले जो फल हेला घेनी एही सबु एसबु नुहे कार्तिक व्रतर विधान कार्तिक व्रत महात्म्य अति कथन विशेष भाव में महाकार्तिक व्रतर जो महात्म्य कार्तिक पुराण कथा आम आलोचना करुले आउ सर्वांग मध्यरे जेते पाप ताप थाई कार्तिक स्नान रे सबु विनाश हुई कार्तिक स्नान टी जदि आम करवा कार्तिक स्नान को गुरुत्व दि जाए विशेष भाव में प्रातः स्नान को आउ केसरी आगरे जह्ने जुथपति गण इतस्तत भावे कहू थांती पलायन सही परी कार्तिक व्रत को देखि नेत्रे पाप तापमान पकावंती छिन्न छत्रे कार्तिक व्रत पालना करे जेउ जन इह जन्मे सुख अंते वैकुंठ स्थान वैकुंठ रे निश्चित भाव में महाकार्तिक व्रत जो मान करती दर्शक बंधु वैकुंठ प्राप्ति हुए ए पाखरे माँ भगवती बाट मंगला को दीपटीए समर्पण हलानी तांकर जे सेवा करुले सेठी विशेष भाव में पुष्प इत्यादि लागी करी प्रातः कालरू सेवा करुले से माँ को हूँ दीपन ज्योति परम ब्रह्म दीपन ज्योति जनार्दन दीपन ज्योति हरते पाप पूजा दीपम नमस्तुते से दीप जहाँकि भगवान को अर्पण कले पुण्य होता है तेणु भगवती पाखरे से दीपटी से समर्पण करुछंती तेणु विधि संकल्प रे व्रत पालना जे करे अक्षय मूर्ति पिय लभे से अचिरे जिए जेउ परकारे धर्म करी थाऊ कार्तिक व्रत बिना से मुक्ति न लभऊ जिते व्रत करंतु कार्तिक व्रत न कले मुक्ति नहीं ताहार सकल धर्म हुई विनाश कार्तिक व्रतहीन रे धर्म जाए नाश तेणु विशेष भाव एथिपाई कह जाइछि सुधर्मपण ताहार स्थिति न करीब विशेष भाव एथिपाई कार्तिक स्नान को जेहू विमुख मनई सुधर्मपण रे ताहा किछि न रही कार्तिक व्रत को जो माने अवमानना करती तांकर बहु प्रकार क्षति होता है अन्यान्य व्रत मानंकु परि करी परित्याग कार्तिक व्रत पालने करिब उद्योग एही प्रकार रे कार्तिक व्रत एकादशी स्नान सारी भकति रे पूजिब तुलसी तेणु स्नान सारी भगवती माँ वृंदावती पुरु होचंती तांको स्तुति करिब पूजा करिब एक कथा कह जाइछि आउ यह जन्मे सुख अंते पाइब मुक्ति
ଭଣେକ ବିନା କୋପାଳ ଅଜ୍ଞାନ ଦୁର୍ମତି। ତେଣୁ ବିଶେଷ ଭାବରେ ଜୟ ଜୟ ଶ୍ରୀ ପଦ୍ମ ପୁରାଣ ଉତ୍ତରଖଣ୍ଡେ କାର୍ତ୍ତିକ ପୁରାଣେ ନାରଦ ପୃଥୁରାଜାର ସମ୍ବାଦରେ କାର୍ତ୍ତିକ ଉଦ୍ଯାପନ ବିଧି କଥା ଅନେକ ବିଧିବିଧାନ କଥା ଆମେ ଶୁଣିଲେ ଜାଣିଲେ ବିଶେଷ ଭାବରେ। ତେଣୁ ଆଜି ଆମର ଇଏ କାର୍ତ୍ତିକ ପୁରାଣକୁ ଏଇଠି ରଖି ଆଗାମୀ ଅଧ୍ୟାୟରେ ଆମେ କାର୍ତ୍ତିକ ପୁରାଣ ଶ୍ରବଣ କରିବା। ତେବେ